ବାସ୍ତୁଶାସ୍ତ୍ର ଅନୁସାରେ ପ୍ଲଟର କେଉଁ ଦିଗର ପାଚେରୀ ଉଚ୍ଚା ରହିଲେ ଗୃହ ପାଇଁ କ୍ଷତିକାରକ ହୋଇଥାଏ। ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ସିଦ୍ଧିବିନାୟକ ବାସ୍ତୁଶାସ୍ତ୍ର ଜ୍ୟୋତିଷ ଏବଂ କର୍ମକାଣ୍ଡ କାର୍ଯ୍ୟାଳୟ ତମାଣ୍ଡୁ ଭୁବନେଶ୍ୱର। ମୁଁ ବାସ୍ତୁବିଦ ଜ୍ୟୋତିର୍ବିଦ ଏବଂ କର୍ମକାଣ୍ଡ ପଣ୍ଡିତ ଶ୍ରୀଯୁକ୍ତ ସୁଶାନ୍ତ କୁମାର ତ୍ରିପାଠୀ। ବନ୍ଧୁଗଣ, ବାସ୍ତୁଶାସ୍ତ୍ର ଅନୁସାରେ ସାଧାରଣତଃ ପଶ୍ଚିମ ଦିଗ ଏବଂ ଦକ୍ଷିଣ ଦିଗର ପାଚେରୀ ଉତ୍ତର ଏବଂ ପୂର୍ବ ଦିଗ ଅପେକ୍ଷା ଉଚ୍ଚା ହେବା ଆବଶ୍ୟକ। ଯଦି ଆପଣ ଭୁଲ ବଶତଃ ପୂର୍ବ ଦିଗ ଏବଂ ଉତ୍ତର ଦିଗର ପାଚେରୀ ପଶ୍ଚିମ ଏବଂ ଦକ୍ଷିଣ ଅପେକ୍ଷା ଉଚ୍ଚା କରିଦିଅନ୍ତି, ସେ ବାସ୍ତୁରେ ବା ପ୍ଲଟରେ ସମସ୍ୟା ସୃଷ୍ଟି ହୁଏ, ବିବାଦ ସୃଷ୍ଟି ହୁଏ, କଳହ ସୃଷ୍ଟି ହୁଏ, ଯାହାଫଳରେ ଆପଣ ଗୃହ ଆରମ୍ଭ କରିପାରନ୍ତି ନାହିଁ, ମାଲି ମକଦ୍ଦମା ଲାଗେ ଏବଂ ଆର୍ଥିକ କ୍ଷତି ଘଟେ, ଶତ୍ରୁ ବୃଦ୍ଧି ହୁଅନ୍ତି, ପ୍ଲଟରୁ ଆପଣଙ୍କର ଶୁଭ ଫଳ ମିଳିନଥାଏ। ଆପଣ